ମୁଁ ଭିକାରୀ ଚରଣ ମହାପାତ୍ର, ଅଧ୍ୟକ୍ଷ ପୁଣ୍ୟ ଉତ୍କଳ ଫାଉଣ୍ଡେସନ। ଆମର ପୁଣ୍ୟ ଉତ୍କଳ ଫାଉଣ୍ଡେସନ 2014 ମସିହା ଏପ୍ରିଲ 14 ତାରିଖରେ ଗଠିତ ହୋଇଥିଲା। এই ପୁଣ୍ୟ ଉତ୍କଳ ଫାଉଣ୍ଡେସନର ଗଠନ ହେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତିନି। ପ୍ରଥମଟି ହେଉଛି ସେବା, ଦ୍ୱିତୀୟଟି ଥିଲା ସଂସ୍କୃତିର ସୁରକ୍ଷା, ତୃତୀୟଟି ଥିଲା ପରମ୍ପରାର ଉନ୍ନତି। ଆମର ଯୋଉ ପରମ୍ପରା ବର୍ତ୍ତମାନ ନଷ୍ଟ ହେବାକୁ ଯାଇଛି, ସେଇ ପରମ୍ପରାକୁ ରକ୍ଷା କରିବା ପାଇଁ ଆମେ ପୁଣ୍ୟ ଉତ୍କଳ ଫାଉଣ୍ଡେସନ ବହୁତ ଚେଷ୍ଟା କରିଛୁ। ତେଣୁ ସେଇ ପରମ୍ପରା ଅନୁସାରେ ଯୋଉ ନୃତ୍ୟ ଗୀତ ଥିଲା, ଆମର ଯୋଉ ନାଚ ଥିଲା, ଦଣ୍ଡ ନାଚ ହଉ, ବାଘ ନାଚ ହଉ, ଘୋଡ଼ା ନାଚ ହଉ, ସେଗୁଡ଼ା ସବୁ ବର୍ତ୍ତମାନ ସରି ସରି ଆସିଲାଣି। ତେଣୁ ସେଗୁଡ଼ାକୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ନୃତ୍ୟର ବ୍ୟବସ୍ଥା କରାଯାଇଛି। ତେଣୁ ପୁଣ୍ୟ ଉତ୍କଳ ଏଇ ପରମ୍ପରାକୁ ରକ୍ଷା କରିବା ପାଇଁ ତାର ପ୍ରୟାସ ଆରମ୍ଭ ସେ ପୁସ୍ତକ ହଉଛି ମୋ ମା ମୋ ମାଟି। ଯୋଉ ପୁସ୍ତକଟି ଆଜି ଉନ୍ମୋଚିତ ହେଲା, ମୋ ମା ମୋ ମାଟି। ତେଣୁ ପୁଣ୍ୟ ଉତ୍କଳ ଯୋଉ ତିନୋଟି କଥା କହିଲି, ଯେ ସେବା, ସଂସ୍କୃତିର ସୁରକ୍ଷା ଓ ପରମ୍ପରାର ଉନ୍ନତି, ତା ସାଙ୍ଗକୁ ମୋ ମା ମୋ ମାଟି ହଉଛି ଏକ ଅଙ୍ଗ। ମା ନଥିଲେ ମାଟି ନାହିଁ, ମାଟି ନଥିଲେ ମା ନାହିଁ। ତେଣୁ ମା ଯେପରି ମାଟି ସେପରି, କାରଣ ମା ଯେପରି ଗୋଟେ ଶିଶୁକୁ ତାର ଅନଜିରେ ଖାଦ୍ୟ ଦେଇ ବଢାଏ, ଠିକ ମାଟି ମଧ୍ୟ ସେମିତି ତା ଦେହରୁ ଉତ୍ପାଦିତ ଖାଦ୍ୟ ଦେଇ ଛୁଆକୁ ବଢାଏ। ତେଣୁ ମାଟିର ଖାଦ୍ୟ, ପାଣି, ପବନରେ ଛୁଆ ବଢେ, ମଣିଷ ହୁଏ, ବୃଦ୍ଧ ହୁଏ, ଶେଷରେ ମରେ। ମା ମଧ୍ୟ ସେମିତି, ସେ ତା ସ୍ତନରୁ କ୍ଷୀର ଦେଇ ତାକୁ ବଢାଏ, ତାର ଯତ୍ନ ନିଏ, ଆଉ ତାକୁ ବଡ କରେ। ତେଣୁ ମା ଆଉ ମାଟି ଇଏ ଦୁହେଁ ସମାନ। ତେଣୁ ବର୍ତ୍ତମାନ ପୁଣ୍ୟ ଉତ୍କଳ ଫାଉଣ୍ଡେସନ ତେଣୁ ମା ମାଟିକୁ ସମ୍ମାନ ଦିଏ, ଯୋଉଥିପାଇଁ ସେ ଯୋଉ ପତ୍ରିକାଟି ଆଜି ଉନ୍ମୋଚନ କରିଛି, ତା ନାଁ ହଉଛି ମା ଓ ମାଟି। ଏକାଡେମୀ ଯାଆନ୍ତୁ, ସେଠି କେହି ନାହାନ୍ତି। ଟୋଟାଲ ଲଳିତ କଳା ଏକାଡେମୀ ଦେଖିବେ, ତାଙ୍କର ଗୋଟିଏ ଷ୍ଟାଫ, ତାଙ୍କ ୱେବସାଇଟରେ ଦେଖିବେ। କଳାର ଉନ୍ନତି ପାଇଁ ଯୋଉ ସରକାର କରିଛନ୍ତି, ସିଏ ଶୋଇଛନ୍ତି, କିନ୍ତୁ ମନୋରଞ୍ଜନ ମାମୁ ଭଳିଆ ଲୋକ, ପୁଣ୍ୟ ଉତ୍କଳ କଳା ସଂସ୍କୃତି ତାଙ୍କରି ପାଇଁ ଆମେ ବର୍ତ୍ତମାନ ଗର୍ବିତ। କାହିଁକି ନା ଯାହା ହଉ ସେ ତାଙ୍କର ଉଦ୍ୟୋଗ ଫଳରେ ଏ କଳା ସଂସ୍କୃତି ଆଗେଇ ନଉଛନ୍ତି। ଧନ୍ୟବାଦ ଦଉଛି ମୋ ମନୋରଞ୍ଜନ ବାବୁକୁ। ଆମର ମେସେଜ ହଉଛି ସୁସ୍ଥ ରୁହନ୍ତୁ, ସବୁଦିନ ଖୁସିରେ ଘଣ୍ଟାଟେ ଲେଖେ ଚାଲନ୍ତୁ, ଖାଲି ଚାଲନ୍ତୁ, କିଛି ଯଦି ପାରୁଛନ୍ତି ଏକ୍ସରସାଇଜ କରନ୍ତୁ, ଆଉ ଶୁଦ୍ଧ ବାୟୁରେ ନିଶ୍ୱାସ ନିଅନ୍ତୁ, ପୁରା ଅକ୍ସିଜେନ ନିଅନ୍ତୁ। ବର୍ତ୍ତମାନ ଧୀରେ ଧୀରେ ଭୁବନେଶ୍ୱର ଦୂଷିତ ହେଇଯାଉଛି। ସରକାରଙ୍କ ପାଇଁ ରାସ୍ତାଘାଟ ଖୋଳି ଗୋଟେ ଗଛ ଲଗଉନାହାନ୍ତି, ମୁଁ ତୀବ୍ର ନିନ୍ଦା କରୁଛି। କିନ୍ତୁ ପୁଣ୍ୟ ଉତ୍କଳ ଦେଖ କେତେ ସୁନ୍ଦର କାମ କରୁଛି, କୋଉଠି ଗଛ ଲଗଉଛି, କୋଉଠି ରକ୍ତଦାନ କରୁଛି, କୋଉଠି ସଂସ୍କୃତି, କୋଉଠି କଳା, କୋଉଠି ସାହିତ୍ୟ, ସବୁଥିରେ ବର୍ତ୍ତମାନ ପୁଣ୍ୟ ଉତ୍କଳ ଅଗ୍ରଣୀ ସଂସ୍ଥା ହିସେବରେ ଆଗେଇ ଚାଲିଛି। ମୁଁ ଭଗବାନ ପାଖରେ ପ୍ରାର୍ଥନା କରୁଛି ସେ ଆହୁରି ଏମିତି ଆଗଉ, ମନୋରଞ୍ଜନ ବାବୁ ଆଗାନ୍ତୁ, ଲିପିକା ମ୍ୟାଡାମ ଆଗାନ୍ତୁ, ଏବଂ ଓଡିଶାର କଳା ସଂସ୍କୃତି ଆଗେଇ ନିଅନ୍ତୁ। ଓଡ଼ିଶାର ଦି ଜଣ ବରିଷ୍ଠ ବ୍ୟୁରୋକ୍ରେଟ, ଓଡ଼ିଶା ସରକାରଙ୍କର ପଦସ୍ଥ ଅଧିକାରୀ ଲିପିକା ମ୍ୟାଡାମ ଆଉ ମନୋରଞ୍ଜନ ବାବୁ ମିଶିକି ଯୋଉ ଅନୁଷ୍ଠାନ କରିଛନ୍ତି, 13 ବର୍ଷରେ ପଦାର୍ପଣ କରିଛି। 13 ବର୍ଷ ଗୋଟେ ବହୁତ ବଡ ସମୟ। 13 ବର୍ଷ ୟା ଭିତରେ ଅନେକ କଥା ଯାଇଛି, ଅନେକ ବାତ୍ୟା ଯାଇଛି, ବଢି ଯାଇଛି, ମରୁଡି ଯାଇଛି, ଏବଂ ତା ସାଙ୍ଗରେ ଆମର ମାନେ ଯୋଉ ଗଲା କଣ ମହାମାରୀ ଯାଇଛି, ଏବଂ ତା ଭିତରେ ଗୋଟେ ଅନୁଷ୍ଠାନକୁ ତିଷ୍ଠେଇକିରି ତାକୁ ଏଇ ସ୍ତରକୁ ଆଣିବା ଗୋଟେ ଛୋଟ କଥା ନୁହେଁ। ଏବଂ ମୁଁ ସେଥିପାଇଁ ତାଙ୍କୁ କୃତଜ୍ଞତା ଅର୍ପଣ କରିବି। ଏବଂ ତା ସହିତ ଆଜି ଅନେକ ସେ ତରୁଣ ଛାତ୍ରଛାତ୍ରୀ ଏବଂ ବୟସ୍କ ଲୋକ ଯୋଉମାନେ ସେବା କ୍ଷେତ୍ରରେ, ସାହିତ୍ୟ କ୍ଷେତ୍ରରେ, ସାମାଜିକ କାର୍ଯ୍ୟରେ ସିଦ୍ଧି ଲାଭ କରିଛନ୍ତି ଏବଂ ସେବା ପ୍ରଦାନ କରୁଛନ୍ତି ଉତ୍କଳକୁ, ସେମାନଙ୍କୁ ସେ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି, ସେଥିପାଇଁ ମଧ୍ୟ ଧନ୍ୟବାଦର ପାତ୍ର। ଆଜି ଯେତେବେଳେ ଆମେ ଦେଖୁଛୁ ଯେ ଓଡ଼ିଶାର ପରିଦୃଶ୍ୟ ବିଭିନ୍ନ ଭାବରେ ବିଖଣ୍ଡିତ, ଯେମିତି ଆପଣ ସାମାଜିକ କ୍ଷେତ୍ରରେ, ଶୈକ୍ଷିକ କ୍ଷେତ୍ରରେ, ଶିକ୍ଷା, ସ୍ୱାସ୍ଥ୍ୟ, ସବୁ କ୍ଷେତ୍ରରେ ଅନେକ କଥା ଆମେ କରୁଛେ ବୋଲି ଡିଣ୍ଡିମ ପିଟୁଛେ, କିନ୍ତୁ ଅନେକ ସମୟରେ ଏକଥା ବି ଦେଖାଯାଉଛି ଯେ ଯୋଉ ବିକାଶର କଥା ଆମେ କହୁଛେ, ଯୋଉଥିପାଇଁ ସରକାର ମଧ୍ୟ ଶହ ଶହ କୋଟି, ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେ ଠିକ ଭାବେ ଯୋଉ ଲୋକଙ୍କ ପାଖରେ ପହଞ୍ଚିବା କଥା ହୁଏତ ପହଞ୍ଚି ପାରୁନି। ଏବଂ ସେଥିପାଇଁ ମଝିରେ
गोटे इंटरमीडिएट गोटे ऑर्गेनाइजेशन आवश्यकता अच्छी स्वेच्छासेवी संगठन माने ही ये जो जोड़िबा काम सरकार जो व्यवस्था अच्छी सरकार जहाँ योजना अच्छी योजनार जो मौलिक उपादान से मौलिक उपादान लोक मान पाखे केमती उपलब्ध हम से केमती विषय जानवे एवं से आपणे ने लाभान्वित हे से कथा से कार्य हूँ स्वेच्छासेवी संगठन तेणु यही पुण्य उत्कल भली आहरी अनेक अनुष्ठान जो मैंने भी काम कर अवसर आह्वान करी आज जो मानस मंथन है जहाँ निर्यास हम से समस्ते जो सरकारी विधि व्यवस्था अच्छी एवं सामाजिक आवश्यकता अच्छी से दीटा को जोड़िकी केमी गोटे उत्कल आगे ओडिशा आगे पार से कथा जदि आम आज दिन चिंता कर गोटे अनुष्ठान जो वार्षिक उत्सव सफल हो भावुँ। डॉक्टर मानस बेहरा एसोसिएट प्रोफेसर अच्छी डिपार्टमेंट ऑफ हेपाटोलॉजी एससीबी मेडिकल कॉलेज रे मु मनोरंजन सार संगे बहुत दिन एसोसिएटेड अच्छी मत बहुत खुशी लगुच कारण आपंकर कम को जब किए रिकग्नाइज करुच्ची आवार्ड दौर ताठू तो भल जिन किसी ना से आम जिते भी पेसेंट सेवा करूँ जहाँ करूँ जिते किसी आवार्ड मिले आमको बहुत मोटिवेशन मिले सो आहरी भल कम करने को बहुत प्रेरणा मिले से बहुत आज खुशी बहुत गौरवान्वित मत गोटे अवार्ड मिलला सोशल कारण आम एकेडमिक अवार्ड बहुत पाचु सोशल अवार्ड कि सोसाइटी के रिकग्नाइज कले यहाँ बहुत भल लगे निहाती निहाती बहुत आत्मबल मिल कहीं आम कम ही रोगी सेवा तेणु आमको रोगी सेवा करने गोटे किसी मोटिवेशन दरकार यही सब अवार्ड आमको मोटिवेशन ही दब आहरी इच्छा हम रोगी आउ सेवा कर देखो प्रथम मो स्त्री की बहुत बहुत सपोर्टिंग सब लाइफ अप एंड डाउन रे से मत बहुत साहाय्य कर मो मेंटर सब इम्पोर्टाट मोर क्लास 1 रु MBBS MD PM जो मैंने भी मत शिक्षा देती बहुत धन्यवाद देवी तापर मोर मोर कलीग्स मोर सांगे जे काम कर सिस्टर जी भी मो सांगे काम कर रोगी सेवा समस्त को धन्यवाद देवी निहाती एक्चुअली आपण जेकोसी लोक जी भी पब्लिक सर्विस रे अच्छी लोक सेवा रे अच्छी सेवा ही सब बेले खाली नुह जे आम लोक देखा सेवा करूँ सेवा रियली आपन गोटे आत्म शांति दिए कहीं आप गोटे लोक जो भल हो जाए जो आशीर्वाद टी देकी जाए ता तुलन में कौन पैसा किसी भैल्यू न था तेणु ऑब्वियस कथा सर्विस टू गॉड मैनकाइंड इज सर्विस टू गॉड आपड़ जिते लोक सेवा कर तो नारायण को सेवा कर किसी कहबार भी ना से यहाँ गोटे बहुत इंपोर्टाट जिनस सब बहुत खुशी लगुच गोटे अवार्ड पाइली द्वारा मत आहरी कम करने लोक सेवा करने रोगी को सेवा करने आहरी इच्छा आज पुण्य उत्कल त्रयोदश वार्षिक उत्सव यही परिप्रेक्षी श्री मनोरंजन महापात्र जी अध्यक्ष और समस्त टीम को अशेष अशेष धन्यवाद दूची एते बड़ आयोजन एवं प्रकृत में समाज पाई जो सेवा कार्य से साधुवाद कथा आज जो संवर्धित व्यक्ति हेले स्वागत करुच्ची एवं जो कुनी कुनी पिला माने एते सुंदर भाव में एक्टिविटी परिवेशन करुले साधुवाद दूची यही किसी लोक सब मिसी जो समाज रो उन्नति पाई काम करुले समाज ही भल हो पार तेणु आम समस्ते माध्यम कही रखी जेहेतु आम समाज को आसी किसी ना किसी भल काम करी जो थे समाज रो भल हेबो।